ଆପଣଙ୍କ ଜଗନ୍ନାଥ କାହାକୁ ରାଗନ୍ତିନି ବୋଲି ଆମ ଉପରେ ଲୋକରାତେ ରାଗ କାହିଁକି? ଆମର ଦୋଷ କଣ? ଝିଅଟା ମୋର ମୁଖ ହେଇଗଲା, ଘରଟା ଆମର ମଶାଣି ହେଇଗଲା। ଆମ ଝିଅଟାକୁ ମାରିଦେଲେ ତମ ଜଗନ୍ନାଥ। ଅନ୍ୟମାନେ ଅଯଥାରେ ଜଗନ୍ନାଥଙ୍କୁ ଦୋଷାରୋପ କରୁଛ। ସେ ପରା ଜଗତର ସୃଷ୍ଟିକର୍ତ୍ତା। ସେ କଣ କାହାକୁ ଶାସ୍ତି ଦେଇପାରନ୍ତି? ବରଂ ଅନୁତାପ କରିବା ପାଇଁ ପରିସ୍ଥିତି ସୃଷ୍ଟି କରନ୍ତି। ଆପଣ ଆପଣଙ୍କ ଜଗନ୍ନାଥଙ୍କୁ କୁହନ୍ତୁ ବାବା, ଆମ ସମସ୍ତଙ୍କର ଯେମିତି ଅକାଳ ମୃତ୍ୟୁ ହେଇଯାଉ। ତମେ ମାନେ ଏମିତି ଅଧୈର୍ଯ୍ୟ ହୁଅନି, କାହିଁକି ନା ମୃତ୍ୟୁ ପୂର୍ବରୁ କାହାର ମୃତ୍ୟୁ ହୁଏନି। ତାଙ୍କ ଉପରେ ଭରସା ରଖ, ତାଙ୍କ ଉପରେ ବିଶ୍ୱାସ ରଖ, ଦେଖିବ ସବୁ ଠିକ ହେଇଯିବ। ଆଉ ଗୋଟେ କଥା ମନେ ରଖ, ସେ ଯେମିତି ଉଜାଡ଼ି ପାରନ୍ତି ସେମିତି ସଜାଡ଼ି ବି ପାରନ୍ତି। ଡାକ, ସମସ୍ତେ ତାଙ୍କୁ ଭକ୍ତି ଚିତ୍ତରେ ଡାକ। ଝିଅ କଣ ଫେରି ଆସିବ? ଡାକ, ବିଶ୍ୱାସର ସହିତ ଡାକ। ଆଉ ଥରେ ଡାକ। विश्वास सहित भक्ति चित्तरे समस्ते तांको ही आखि बुझी डाक। ଆପଣଙ୍କ ଜଗନ୍ନାଥ ଆମ ଡାକ ଶୁଣୁନାହାନ୍ତି ବାବା, ଶୁଣୁନାହାନ୍ତି ଆମ ଡାକ। ଏମିତି ଶୁଣିବେ ଭାଉଜ? ଆପଣମାନେ ତାଙ୍କୁ ଏପର୍ଯ୍ୟନ୍ତ ବନ୍ଧୁ ବୋଲି ଭାବି ନାହାନ୍ତି। ଆପଣମାନେ ତାଙ୍କୁ ବନ୍ଧୁ ବୋଲି ଭାବିକି ନିଜକୁ ଦେଖିବେ, ସେ ଆପଣମାନଙ୍କ ଡାକ ନିଶ୍ଚୟ ଶୁଣିବେ। ନିଆଁ ଯେମିତି ସୁନାକୁ ଚିକଚିକ୍ କରେ, ଅନୁତାପ ମଣିଷକୁ ପରିବର୍ତ୍ତନ କରିଦିଏ, ମୁଁ ଠିକ ସେମିତି ପରିବର୍ତ୍ତନ ହୋଇଯାଏ। ତମ ଭାଇଙ୍କ ଉପରେ ଆମେ ପ୍ରତିଶୋଧ ନେବା। ଦିଆସିଲି କାଠି ଅନ୍ୟକୁ ଜାଳେ ସତ, ହେଲେ ପ୍ରଥମେ ତାକୁ ହିଁ ଜଳିବାକୁ ପଡେ। ଆମେ ଆମ ଭୁଲ ବୁଝିପାରିଛୁ, ଆପଣମାନେ ଆମକୁ କ୍ଷମା କରି ଦିଅନ୍ତୁ ଆଜ୍ଞା। ନା, ମାମାର କିଛି ହବନି। ସେ ଆପଣମାନଙ୍କ ଡାକ ନିଶ୍ଚୟ ଶୁଣିବ। ଆପଣମାନେ ସମସ୍ତେ ଭକ୍ତିର ସହିତ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। स्वीकार करुती जगन्नाथ जंती जो माने जगन्नाथ को विश्वास करंतिनी तांको सत्ता को बुलंदिनी तांको दानु महामूर्ख ए दुनिया रे केई नांती समस्त